ମୁଁ 2019 ମସିହାରେ ରଣପୁର ବିଧାୟକ ଭାବରେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ଲଢ଼ିଥିଲି। ଆଉ ଆଜି ରାଜ୍ୟପାଳଙ୍କର ରଣପୁର ଗସ୍ତ ଥିଲା। ରଣପୁର ଗସ୍ତ ସମୟରେ ମୁଁ ରାଜ୍ୟପାଳଙ୍କୁ ରଣପୁରର କିଛି ସମସ୍ୟା ବିଷୟରେ ଅବଗତ କରାଇଲି। ଯେମିତି ସବୁଠୁ ବଡ଼ ଦୁଃଖର କଥା ହେଉଛି ଯେ 8 ବର୍ଷ ତଳେ ଯେଉଁ ମନ୍ଦାକିନୀ ସେତୁର ଭିତ୍ତିପ୍ରସ୍ତର ପଡ଼ିଥିଲା ଆଜି ଯାଏଁ ସେ କାମ ଆରମ୍ଭ ହୋଇପାରିଲାନି। ଆଉ ରଣପୁରର ବିଧାୟକ ଯେ ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି, ଆଉ ଯେ କାଳୁ ପଟ୍ଟନାୟକ ଯେ ଅଛନ୍ତି ସେ DRDA ଚେୟାରମ୍ୟାନ୍ ଅଛନ୍ତି। ଉଭୟ ନେତା ରଣପୁର ବ୍ଲକର, କିନ୍ତୁ ଦୁଃଖର କଥା ଆଜି ଯାଏଁ ମନ୍ଦାକିନୀ ସେତୁର କାମ ଆରମ୍ଭ ହୋଇପାରିଲାନି। ଆଉ ଏ ସେତୁ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଅଛି। ଯେକୌଣସି ସମୟରେ ଗୋଟେ ବଡ଼ ଧରଣର ଦୁର୍ଘଟଣା ବି ହୋଇପାରେ। ଆଉ ଏଠି ବିଜେଡି ନେତାମାନେ ହୁଅନ୍ତୁ କିମ୍ବା ସେ 5T ସଚିବରୁ ଅଧ୍ୟକ୍ଷ ହୋଇଥିବା ଭିକେ ପାଣ୍ଡିଆନ୍ ହୁଅନ୍ତୁ, ସେମାନେ ରୂପାନ୍ତରଣର ବହୁତ ପ୍ରଚାର ପ୍ରସାର କରୁଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାର ପୁରା ନାରା ଦେଉଛନ୍ତି, କିନ୍ତୁ ଇଏ ହେଉଛି କ'ଣ ଆମ ଓଡ଼ିଶା ନବୀନ ଓଡ଼ିଶାର ବାସ୍ତବତା? ଆଉ ଗୋଟେ ପ୍ରସଙ୍ଗ ମୁଁ କହିଲି, ଏ ତ ଗଲା ମନ୍ଦାକିନୀ ସେତୁ କଥା। ଆଉ ରଣପୁର ବ୍ଲକର ପ୍ରାୟ ଅଧିକାଂଶ PHC CHCରେ ଡାକ୍ତର ପଦବୀ ଖାଲି ଅଛି। ଆଉ ବସନ୍ତ ମଞ୍ଜରୀ ହସ୍ପିଟାଲ, ଯେଉଁ ଚାନ୍ଦପୁର ଟିଭି ହସ୍ପିଟାଲ, ଯେଉଁଟା ଏସିଆରେ ପୁରା ପ୍ରସିଦ୍ଧ ଥିଲା, ତାକୁ ଜେନେରାଲ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି କିଛି ବର୍ଷ ତଳେ। କିନ୍ତୁ ଦୁଃଖର କଥା ଏଠି ସ୍ପେଶାଲିଷ୍ଟ ଡକ୍ଟର ନାହାନ୍ତି। ମୁଁ କିଛି ଦିନ ତଳେ ସେ ସୁପରିଟେଣ୍ଡେଣ୍ଟଙ୍କ ସହିତ କଥା ହେଉଥିଲି, ସେ ବି ନିଜର ଅସହାୟତା ପ୍ରକାଶ କରିଥିଲେ ଯେ 20 ଜଣ ଷ୍ଟାଫରୁ ଅଧିକାଂଶ ପଦବୀ ପାଖାପାଖି 15-17 ପଦବୀ ଖାଲି ଅଛି। ଆଉ ଏଠି ସ୍ପେଶାଲିଷ୍ଟ ଡକ୍ଟର ଆଦୌ ନାହାନ୍ତି। ଯେ ଜେନେରାଲ ହସ୍ପିଟାଲ ଅର୍ଥ କ'ଣ? ଗୋଟେ ଛୋଟ ଛୋଟ କ୍ଲିନିକ୍ ମାନଙ୍କରେ ସେମାନେ କାର୍ଡ଼ିଓଲୋଜି ରଖୁଛନ୍ତି, ନ୍ୟୁରୋଲୋଜି ରଖୁଛନ୍ତି, ମେଡ଼ିସିନ ସ୍ପେଶାଲିଷ୍ଟ ରଖୁଛନ୍ତି, କିନ୍ତୁ ଜେନେରାଲ ହସ୍ପିଟାଲ ଦୁଃଖର କଥା ଜେନେରାଲ ହସ୍ପିଟାଲରେ ସ୍ପେଶାଲିଷ୍ଟ ଡକ୍ଟର ନାହାନ୍ତି। ସେ MBBS ଡକ୍ଟରଙ୍କ ଭରସାରେ ସେ ଡାକ୍ତରଖାନା ଚାଲିଛି। ଆଉ ଗୋଟେ କଥା ହେଲା ଯେ ରାସୁନାଖେଳାର ଗୋଟେ ରଣପୁର ବ୍ଲକର ରାସୁନାଖେଳାର ସୋମନାଥ ଉଚ୍ଚ ମୌଳିକ ବିଦ୍ୟାଳୟ ଗୋଟେ ସର୍ବପୁରାତନ ବିଦ୍ୟାଳୟ। ଯେ ଦୁଃଖର କଥା ଯେ ସେଇ ଘରେ ଗୋଟେ ଛାତ ଘର ସେ ବିଦ୍ୟାଳୟର ନାହିଁ। ପିଲାମାନେ ଭଙ୍ଗା ଆଜବେଷ୍ଟରେ ପଢୁଛନ୍ତି। ଆଉ ଗୋଟେ ରୁମ୍ରେ ତିନିଟା କ୍ଲାସ୍ର ପିଲା ପଢୁଛନ୍ତି। ଆଉ ଯଦି ଟିକେ ବର୍ଷା ହେବ ତାହେଲେ ପିଲାମାନେ ସେତେବେଳେ ଛୁଟି ହେଇଯାଉଛି। ବାରମ୍ବାର এই ବିଷୟରେ ମୁଁ ନୟାଗଡ଼ DO, ରଣପୁର BO, ନୟାଗଡ଼ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ଯେ ଏଇ ସ୍କୁଲରେ କେମିତି ବିଲ୍ଡିଂଟା କରାହେବ, କିନ୍ତୁ ସେମାନେ ଆଦୌ ଦୃଷ୍ଟି ଦେଇନାହାନ୍ତି। ଏହି ସବୁ ସମସ୍ୟା ବିଷୟରେ ମୁଁ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଛି। ଆଉ ଆଶା କରୁଛି ନିହାତି ଭାବରେ ଏସବୁ ସମସ୍ୟାର ସମାଧାନ କରାଯିବ। କୋପରେଟିଭରେ ମୁଁ ଜଣେ ମେମ୍ବର। ଧାନ ଦେବାକୁ ମଣ୍ଡି ଯେ ତିଆରି ହେଇଛି, ଏଠି 5 କିଲୋ ଠାରୁ 10 କିଲୋ ପର୍ଯ୍ୟନ୍ତ କାଟୁଛନ୍ତି ଧାନ। ବର୍ତ୍ତମାନ ମୋ ବାପାର 4 ଏକର ଜମି ମୁଁ ପଟ୍ଟା ପାଉତି ସବୁ ଦେଇଥିଲି, ରେକର୍ଡ଼ ପତ୍ର ମୋର କରିନ୍ତି 14 କୁଇଣ୍ଟାଲ ଧାନ। ଯାହାର ମାଣେ ଜମି ତାର 60 କୁଇଣ୍ଟାଲ, 70 କୁଇଣ୍ଟାଲ, 80 କୁଇଣ୍ଟାଲ ଧାନ କରିନ୍ତି। କିଏ ଲ୍ୟାଣ୍ଡଲେସ୍ ଖାଲି ପଟ୍ଟାଟା ଅଛି, ଜମି ବିକ୍ରି କରିଦେଇଛି, ତାର 57-58 କୁଇଣ୍ଟାଲ ଧାନ କରିନ୍ତି। ଏଠି ଆମେ ବର୍ତ୍ତମାନ ମୁଁ ଭାଗ ଚାଷ କରିଛି, ମୋ ବାପାର 4 ଏକର ଜମି ଅଛି, ମୁଁ 70-80 କୁଇଣ୍ଟାଲ ଧାନ ପାଉଛି। ମୋର 14 କୁଇଣ୍ଟାଲ ଧାନ ମୁଁ ଯଦି ମଣ୍ଡିରେ ଦେବି, ଆଉ ଅବଶିଷ୍ଟ ଧାନ କ'ଣ କରିବି? এই ବାବଦରେ ମୁଁ ରାଜ୍ୟପାଳଙ୍କୁ ଲେଖିକି ଦେଇଛି। ଆଉ ବି ମୌଖିରେ ସିଏ ପଚାରିଲେ କହିଛି। ମୁଁ ଆଶା କରୁଛି ଏଇ କଥାଟା ଠିକ୍ ନ୍ୟାୟ ପାଇବି ବୋଲି। ଆଉ